ॐ नमो भगवते वासुदेवाय। त्रयोदशोऽध्यायो श्रीसुतोवाच। सुतकहन्ति तोषमने शृण सकलमुनिगणे विदुर तीर्थयात्राश्रमे मिलिले मैत्रेय आश्रमे केते हे दिन तहि रही आत्मार तत्त्वज्ञान बही हस्तिनानगर विश्वासे मिलिले धृतराष्ट्र पासे जानिबा पाई तार गति स्वभावे साधु धीरमति विदुर देखि धर्मसूत बन्धुआगमे कृतकृत्य संगते घेनि चारि भाई पूजिले आसने बसाई दुर्दक्ष धृतराष्ट्रसूत संगते घेनि पुरोहित गान्धारी द्रौपदी समेते सुभद्रा उत्तरा सहिते आगरे गमुछन्ति कुन्ती अन्य सोदर बन्धु ज्ञाति पण्डुक जेते बन्धुजने मिलिले हरष बदने प्राणଙ୍କୁ पाई पिंड जेह्ने पुणी उठई दिव्य ज्ञाने सकल मिली तार पासे न मिले जे जाहा विश्वासे अनाई विदुर बदन आनंदे अश्रु जल पूर्ण सकले पूजा विधि करी राजन कर करे धरी विदुर बसाई आसने पासे सुभद्रा बन्धुजने तार बदन राजा चाही आनंदे घेनि चारि भाई उचे पचारि प्रश्नवाणी कान्दिले सर्वलोक शुणी युधिष्ठिरोवाच हेतात कहुतो ग्रते आम्भकुशल तो रचिते स्मरण करि तीर्थ भ्रमे वन गहने बहुश्रमे तुम्भे चरणे आश्रय करी सकल कष्ट हि पाशोरी विपद दुख जेते सही बने बଞ୍ଚିଲୁ ପାଞ୍ଚ ଭାଇ माता सहिते जतु घरे अग्नि दहन महाघोरे विष भक्षण आदि जेते तो आगे कहिबि मु केते अनेक पापर प्रमादु बଞ୍ଚିଲୁ तुम्भर प्रसादु तु आम्भ स्नेह दूर करी भ्रमण कलु वसुन्धरी उदासी पृथिवी लक्षणे एकान्ते बुलु बने बने किपरि ग्राम यात्रा करी ए पथ श्रमକୁ संहरी भ्रमिलु अवनी मण्डले तीर्थ आश्रम पुण्य फले तोहर प्राय साधु जेते प्रवेश होई सर्वतीर्थे पुणी भ्रमी करन्ति पुण्य सार ଯାହା କରନ୍ତେ ଚକ୍ରଧର ତୋର ସ୍ୱଭାବେ ପୁଣ୍ୟ ଦେହ ପ୍ରଶ୍ନ ପଚାରୁ तात କହ ଯାଦବ ସଙ୍ଗେ ବନମାଳୀ ସୁଖେ କିଛନ୍ତି କୁଶସ୍ଥଳୀ
ତାହାର ଭଲେ ଭଲ ମୋର। ଯେ ହରି ଶରଣ ସୋଦର, ସୁଖେ ଅଛନ୍ତି କି ଯାଦବେ, ଭୋତାତ ପଚାରୁ ପ୍ରସ୍ତାବେ। ଶ୍ରୀସୁତ ଉବାଚ। ଏମନ୍ତେ ରାଜା ବାକ୍ୟ ଶୁଣି, ବିଦୁର ମନେ ମନେ ଗୁଣି। ସୁହୃଦ ପ୍ରାୟ ଭଲ କଲା, ଯାଦବ କ୍ଷୟ ନ କହିଲା। ବିଚାରେ କହିବି ମୁଁ ଯେବେ, ଜୀବନ ଛାଡ଼ିବେ ପାଣ୍ଡବେ। କେମନ୍ତେ ଦେଖିବି ମୁଁ ତାହା, ଏତେ ବିଚାରି କଲା ମାୟା। ନ କହେ ଯଦୁବଂଶ ନାଶ, ନିର୍ଘାତେ ଛାଡ଼ିଲା ନିଶ୍ୱାସ। ଊର୍ଦ୍ଧ୍ୱବଚନେ ସେ ବିଦୁର, କପଟେ କହଇ ମଧୁର। ସର୍ବକୁଶଳ ତୋ ପ୍ରସାଦେ, କୃଷ୍ଣ ଅଛନ୍ତି ଅପ୍ରମାଦେ। ଏମନ୍ତେ ରାଜା ଆଗେ କହି, କେତେ ହେଁ ଦିନ ପୁରେ ରହି। ନିତ୍ୟ ଆନନ୍ଦେ ଧର୍ମରାଜା, ବିଦୁର ସ୍ନେହେ କରି ପୂଜା। ରାତ୍ର ଦିବସ ତାଙ୍କ ସଙ୍ଗେ, ଧର୍ମନନ୍ଦନ ମନ ରଙ୍ଗେ। ଅଶେଷ ତୀର୍ଥଙ୍କ ମହିମା, କିବା କହିବା ଗୁଣ ସୀମା। ସର୍ବ କହିଲା ତୋକ୍ଷ ମନେ, ଏବେ ହୋ ଶୁଣ ବିପ୍ରଜନେ। ଆଜନ୍ମ ତହୁଁ ଶାପ ପାଇ, ବିଦୁର ଶୂଦ୍ରେ ଜାତ ହୋଇ। ସତେ ବରଷ ଶୂଦ୍ର ଦେହେ, ବଞ୍ଚିଲା ବିଷ୍ଣୁ ମାୟା ମୋହେ। ଏ ଯେ ପାଣ୍ଡବ ପାଞ୍ଚ ଭାଇ, ରିପୁ ସଂହାରି ରାଜା ହୋଇ। ପୁତ୍ର ପୌତ୍ର ଜନ ଦେଖି, ନିର୍ମଳ ଦୁର୍ଗମ ଉପେକ୍ଷି। ଗୃହ କରଣେ ଚିତ୍ତ ଜଡ଼ି, ବିଷ୍ଣୁର ମାୟା ମୋହେ ପଡ଼ି। ରାଜ୍ୟ କରନ୍ତି ଧର୍ମସୂତେ, ମିଳିଲା କାଳ ବିପରୀତେ। କେହି ନ ଜାଣେ ଗତି ତାର, ସ୍ୱଭାବେ ଅବ୍ୟକ୍ତ ଈଶ୍ୱର। ଧୂମ ପୂରିଲା ଦଶ ଦିଶେ, ବିଦୁର ଦେଖି ମହାତ୍ରାସେ। ବସିଲା ଧୃତରାଷ୍ଟ୍ର ତୂଲେ, ଆଶ୍ୱାସି କହେ ମନ ଭଳେ। ବିଦୁର ଉବାଚ। ଭୋତାତ ଶୁଣ ମୋ ଉତ୍ତର, କାଳ ମିଳିଲା ଭୟଙ୍କର। ଏହାର ପ୍ରତିକାର ନାହିଁ, ଅବ୍ୟକ୍ତ ରୂପ ନ ଦିଶଇ। ଦ୍ୱାପର ଯୁଗ ନଷ୍ଟ ଗଲା, ଏ କଳି କାଳ ପ୍ରକାଶିଲା। ଆମ୍ଭର ପ୍ରାଣ ଏ ହରିବ, ଏହାଙ୍କୁ କେବା ନିବାରିବ। ଧନ ସମ୍ପଦ ମୋହି ତଳେ, ସଂହାର କରିବ ଏ ବଳେ। ଦେବ ଦାନବ ମହାବଳ, ବୃଦ୍ଧ ପ୍ରତାପୀ ଯୁବା କାଳ। ଯାହାର ଦରଶନ ମାତ୍ରେ, କଦଳି ଯେହ୍ନେ ଘୋର ବାତେ। ଭୟେ କମ୍ପନ୍ତି ଥରହର, କାତରେ ନେତୃ ବହେ ନୀର। ଅନିତ୍ୟ ଏ ମନୁଷ୍ୟ ଦେହି, ସାର ଏହାର କିଛି ନାହିଁ। ଏ ଦେହେ ବିମୁକ୍ତ ବନ୍ଧନ, ତାହାଙ୍କୁ କଲି ମହାଜନ। ଦେଖ ତୋହର କର୍ମ ଫଳେ, ନାଶ ପୁତ୍ର ଭ୍ରାତା ସକଳେ। ଦୟା ତାହାର ଦୂରେ ଗଲା, ମରଣ ନିକଟ ହୋଇଲା। ଅତି ଦୁଃଖିତ ବୃଦ୍ଧ ଦେହେ, ତୋର ନିବାସ ପର ଗୃହେ। ଦିଶନ୍ତି ଦନ୍ତ ତୋ ଅଧର,
କର୍ଣ୍ଣେନ ଶୁଭଇବ ଧୀର ଅନ୍ତରେ ଅଗ୍ନି ମନ୍ଦ ହୋଇ ଅନ୍ନ ଭୋଜନ ନୃଚଇ କେତାଙ୍କୁ ରଖିବ ଆୟତେ ପ୍ରାଣୀ ଜୀବିତ ଆତ୍ମାଗତେ ଏ ଯେ ଭୀମର ଗଦାଘାତେ ସମରେ ମଲେ ତୋର ସୁତେ ତୋର ଅର୍ଜିତ ପିଣ୍ଡ ଆଶା ଶ୍ୱାନରେ ପ୍ରାୟେ ତୋ ଭରସା କୁମନ୍ତ୍ରୀ ଜନ ତୁଲେ ଭାଳି ତୋର କୁମରେ କଲେ କଳି ପଣ୍ଡୁର ପାଞ୍ଚ ପୁତ୍ର ମାରି ସୁଖେ ଭୁଞ୍ଜିବା ରାଜ୍ୟଶିରି ଦୁଷ୍ଟଙ୍କ ତୁଲେ ବିଚାରିଲେ ଭୀମଙ୍କୁ ବିଷ ଲଡୁ ଦେଲେ ସେ ଭୀମ କେବେ ହେନ ମଲା ତାହାଙ୍କୁ ଗୋବିନ୍ଦ ରଖିଲା ଯଉର ଘରେ ଅଗ୍ନି ଦେଲେ ସେବେଳେ ପାଣ୍ଡବେ ରଖିଲେ ପୁଣି କପଟ ପୋଷା କରି ଧନ ସମ୍ପଦ ଅପହରି ଦ୍ରୌପଦୀ କେଶ ଧରି ବଳେ ଦୁଷ୍ଟଙ୍କ ତୁଲେ ବିଚାରିଲେ ବିବସ୍ତ୍ର କଲେ ସଭାସ୍ଥଳେ ଗୋବିନ୍ଦ କୋଟି ବସ୍ତ୍ର ଦେଲେ ଏ ଆଦି ଯେତେ କର୍ମ କଲେ ତୁ ତାହା ଜାଣିଅଛୁ ଭଲେ ସେ କି ତାହାଙ୍କ ଚିତୁ ଯିବ ମନୁଷ୍ୟ ଜନ୍ମର ସ୍ୱଭାବ ତାହାଙ୍କ ତହୁଁ ପିଣ୍ଡ ଖାଇ ସେବକ ପ୍ରାୟ ଦ୍ୱାରେ ଥାଇ ତୋର ବୟସ ଆଉ ନାହିଁ ଅତି ପତିତ ଦୁଷ୍ଟ ହୋଇ ଦିନକୁ ଦିନ ତନୁ କ୍ଷୀଣ ଯେସନେ ପୁରୁଣା ବସନ ଏ ଦେହ ବିମୁକ୍ତ ଯେ ଜନ ଯେ ପ୍ରାଣୀ ବିମୁକ୍ତ ବନ୍ଧନ ଅନିତ୍ୟ ନର କଳେବର ଭିତରେ କିଛି ନାହିଁ ସାର ଏହା ବିଚାରି ଯୋଗ ବଳେ ହରିଙ୍କ ଭକ୍ତ ସଙ୍ଗ ମେଳେ ନିର୍ମଳ ହୋଇବ ନା ଶ୍ରମ ସେ ପ୍ରାଣୀ ପୁରୁଷ ଉତ୍ତମ ତୁ ବୃଦ୍ଧ ଜନକ ଉତ୍ତମ ଏବେ ତୁ ଛାଡ଼ ମତି ଭ୍ରମ ଉତ୍ତମ ପଥେ ଚଳ ବେଗେ ପତ୍ନୀ ସମେତ ଘେନି ସଙ୍ଗେ ସେହି ଯେ ଦାସୀ ବଣେ ବନେ ତୋତେ ସେ ବିବେ ଅନୁକ୍ଷଣେ ଦେଖ ଏ କାଳ ଭୟଙ୍କର ସତ୍ୟ ହରିବ ପ୍ରାଣୀଙ୍କର ଏମନ୍ତେ ବିଦୁରର ବାଣୀ ଗାନ୍ଧାରୀ ଧୃତରାଷ୍ଟ୍ର ଶୁଣି ତକ୍ଷଣେ ମୋହ ଜଡ଼ ଛାଡ଼ି ବନଙ୍କ ମନେ ଚିତ ବଢ଼ି ବିଷ୍ଣୁର ମାୟା କରି ଦୂର ନଗରୁ ହୋଇଲା ବାହାର ମନ ଆନନ୍ଦେ ତିନି ଜଣ ଗମିଲେ ହିମାଚଳ ବନ ଏବେ ହୋ ଶୁଣ ବିପ୍ରବର ଧର୍ମନନ୍ଦନ ନିଜ ପୁର ସ୍ୱଭାବେ ନିତ୍ୟ କର୍ମ ସାରି ଅଗ୍ନି ପୂଜନ ଦାନ କରି ଗୁରୁ ପୂଜନ ସେବା ଅର୍ଥେ ଗୃହେ ମିଳିଲେ କୃତକୃତେ ଗୁରୁ ଭବନେ ଯାଇ ମିଳି ହସ୍ତେ ଘେନିଲେ ଅର୍ଘ୍ୟ ଥାଳି ତକ୍ଷଣେ ଦେଖି ଶୂନ୍ୟ ଘର କାତର ମନେ ନୃପବର ପୁଛନ୍ତି ଜଣେ ଜଣେ ଚାହିଁ ମୋ ଗୁରୁଜନ ଗଲେ କାହିଁ କେହି ନ ଶୁଣନ୍ତି ବଚନ ଭୟେ ଚାହାନ୍ତି ଛନ ଛନ ପୁଣି କହନ୍ତି ଜନେ ଚାହିଁ ତାତ ଜନନୀ ଗଲେ କାହିଁ
ବିଦୁର ନାହିଁ ମୋର ପାଶେ, ମୋ ତାତ ଜନନୀ ନ ଦିଶେ। ଲୋଚନ ନ ଦିଶଇ ପଥ, ଲୋଚନେ ନ ଦିଶଇ ପଥ। କିଏ ବିଧାତା ବିପରୀତ, ପୁତ୍ରଙ୍କ ମରଣେ ଦୁଃଖିତ। କି ବନ ଦେଶ କେବା ପଥ, ନ ପୁତ୍ର ନ ପୁଣ ପୁତ୍ର ଶୋକ ଭଳେ। ପ୍ରାଣ ଛାଡ଼ିଲେ ଗଙ୍ଗା ଜଳେ, ମୋର ଜନନୀ ତାତ କାହିଁ। ଗଲେ ମୋ ଅସହ୍ୟ କି ପାଇଁ, ଦୁଃଖ ସାଗରେ ନିମଜିଲେ ମୋର ଦୁଷ୍କୃତ କର୍ମ ଫଳେ। ଏମନ୍ତେ ଧର୍ମସୁତ ବାଣୀ, ସାରଥି କହେ ତାହା ଶୁଣି। ଶ୍ରୀସୁତ ଉବାଚ ଶୁଣ ହେ ନୃପ ଚୂଡ଼ାମଣି, ତୋହର ପ୍ରିୟର ଜନନୀ। ରଜନୀ କାଳେ ଗଲେ କାହିଁ, ସେ କଥା ନ ଜାଣଇ ମୁହିଁ। ମୋର ଜୀବନ ଦୁଃଖ ଭରେ, ବୁଡ଼ିଲା ଦୁର୍ଗମ ସାଗରେ। ଏମନ୍ତେ କହି ମନ ଖେଦ, ଗଗନେ ଶୁଣି ବାଣୀ ବାଦ୍ୟ। ଏମନ୍ତେ କହି ମନ ଖେଦ, ଗଗନେ ଶୁଣି ବୀଣା ବାଦ୍ୟ। ପୁଣି ଚାହିଁଲେ ଅନ୍ତରିକ୍ଷେ, ନାରଦ ମିଳିଲେ ପ୍ରତ୍ୟକ୍ଷେ। ତୁମ୍ଭରୁ ଅଛି ତାଙ୍କ ସଙ୍ଗେ, ବୀଣା ବିନୋଦେ ନାନା ରଙ୍ଗେ। ନାରଦ ହରି ଗୁଣ ଗାଇ, ପୁଲକ ରୋମପତି ଦେହି। ଆନନ୍ଦେ ଅଶ୍ରୁ ଜଳ ସ୍ଫୁରେ, ମିଳିଲେ ରାଜାର ନଗରେ। ଦେଖି ସମ୍ଭ୍ରମେ ନୃପମଣି, ଆସନ ଜଳ ବେଗେ ଆଣି। ମୁନିଙ୍କୁ ଆସନେ ବସାଇ, ବେନି ଚରଣ କରେ ଧୋଇ। ଚରଣ ପୂଜି ବିଧି ମତେ, କହନ୍ତି ନାରଦ ଅଗ୍ରତେ। ଭୋ ବ୍ରହ୍ମା ସୁତ ଶୁଣ ତୁମ୍ଭେ, ଯାହା ପୁଛଇ କହ ଏବେ। ସେ ପ୍ରଶ୍ନ କହ ତୁମ୍ଭେ ଭଲେ, ମୋ ତାତ ମାତ କେଣେ ଗଲେ। ମୋହର କର୍ମ ଦୁଃଖ ଶୁଣ, ଭୋ ମୁନି ତୁମ୍ଭେ ଭଲେ ଜାଣ। ଗଭୀର ଜଳେ ନାବ ଥୋଇ, ନାବିକ ଯେସନେ ପଳାଇ। ତେମନ୍ତ କରି ଗଲେ ମୋତେ, ଅଧିକ କହିବି ମୁଁ କେତେ। ଚକ୍ଷୁ ବିହୀନେ ଘୋର ବନେ, ଜୀବନ ଧରିବି କେଶନେ। ଯୁଧିଷ୍ଠିରଙ୍କ ଏ ବଚନେ, ମୁନି କହନ୍ତି ଅବଧାନେ। ନାରଦ ଉବାଚ ଭୋ ନୃପ ଶୁକ ତୁ ନ କର, ଈଶ୍ୱର ମାୟା ଏ ସଂସାର। ପ୍ରାଣୀ ଭିଆଣ ମାୟା ଯୋଗେ, ଖେଳଇ ସଂଯୋଗେ ବିଯୋଗେ। ଗୋରୁ ନାସିକା ଯେହ୍ନେ ବିନ୍ଧି, ଆକର୍ଷି ଚର୍ମ ରଜ୍ଜୁ ବାନ୍ଧି। ସେ ଯେହ୍ନେ ପ୍ରାଣୀ ଭାର ବହେ, ଅନ୍ତରେ ଖେଦ ଦୁଃଖ ସହେ। ସେ ଦାନ ପଡ଼ଇ ଯେମନ୍ତେ, କନ୍ଧୁକ ଚକ୍ରେ ସେହି ମତେ। ସଂସାର ଈଶ୍ୱରର ଇଚ୍ଛା, ଏ ଭାବ ପଥେ ଗୁରୁ ଦୀକ୍ଷା। ତୁ ରାଜା ତୋତେ ହି ନ ଜାଣୁ, ସଂସାର ସତ୍ୟ ପ୍ରାୟେ ମଣୁ। ସତ୍ୟ କି ମିଥ୍ୟା ବେନି ପଥେ, ନିଶ୍ଚୟ ନ କର ତୁହି ଚିତେ। ଅଜ୍ଞାନ ମୋହ ଜଡ଼ ଚିତେ, ଏ ନାଦ ଶୌଚ ଦୃଢ଼ ବ୍ରତେ। ତୁ ଯେ ପଚାରୁ ସ୍ନେହ ଭାବେ, ଅରଣେ କେମନ୍ତେ ବଞ୍ଚିବେ। ଏ ଦେହ ପଞ୍ଚଭୂତେ ପଡ଼ି, ଅବିଦ୍ୟା କାମ କାର୍ଯ୍ୟେ ଜଡ଼ି। ସଂସାର ଦେହେ ନିତି ଦୁଃଖୀ,
ଏକାହିଁ ତୋର ପ୍ରାଣ ରଖି ଉରଗ ଗିଳିଛି ଯାହାକୁ ସେ କାହିଁ ରଖିବ ଆନଙ୍କୁ। ଦେଖ ପ୍ରତ୍ୟକ୍ଷ ନୃପବର ବିଷ୍ଣୁର ମାୟା ଖେଳ ଘର। ଯାମାୟା ନ ଜାଣେ ଈଶ୍ୱର କେ ତାହା କରିବ ଗୋଚର। ଏ ମାୟା ପରିତ୍ରାଣ କାହିଁ ସଂସାରେ ନର ଦେହ ବହି। ବଡ଼ଙ୍କ ଗତି ଦେଖି ସାନେ ସେ ନାଶେ କ୍ରିୟା ଆନେ ଆନେ। ଏ ଜୀବ ଜୀବଙ୍କ ଆହାର କେବଳ ଅଟେ ନିର୍ବିକାର। ଭାବ ଶେଷ ଭାବେ ପୁରୀ ଏକଇ ଆତ୍ମା ନର ହରି। ସେ ମାୟା କରିପାରେ ଦୂର ଯେ ନିର୍ତ୍ୱ ପ୍ରଭୁ ଚକ୍ରଧର। ସେ ହରି ନିର୍ତ୍ୱ ବିଶ୍ୱରୂପେ ନର ଶରୀରେ ମୋହ କଳ୍ପେ। ଭାରାନି ବାରେ ଧନୁ ଧରି ଦୁର୍ଜନ ସମୂହ ସଂହାରି। ଭକ୍ତ ଜନଙ୍କୁ ରକ୍ଷା କରେ ଏମନ୍ତେ ସଂସାରେ ବିହରେ। ଦେହକୁ ରକ୍ଷା କରି ତୋଷେ ଏବେ ଗର୍ତ୍ତଇ ଅବଶେଷେ। ଯାଦବ ଥିବ ଚକ୍ରଧର ତାବତ ତୁମ୍ଭ ଅଧିକାର। ଏବେ ହୋ ଶୁଣ ସାମରଥା ଯେ ବିଷ୍ଣୁ ପୁରାଣ ବ୍ୟବସ୍ଥା। ବିଦୁର ଧୃତରାଷ୍ଟ୍ର ବେନି ସଙ୍ଗତେ ପତିବ୍ରତା ଘେନି। ହିମବନ୍ତର ଯେ ଦକ୍ଷିଣେ ଋଷି ଆଶ୍ରମେ ଘୋର ବନେ। ସ୍ୱର୍ଦ୍ଧନି ନାମେ ସୁର ନଦୀ ଭରତ ଖଣ୍ଡେ ଯେ ପ୍ରସିଦ୍ଧି। ସେ ଜଳେ ନିର୍ତ୍ୱ କରି ସ୍ନାନ ଅନେକ କରି ହୋମ ଦାନ। କେବଳ ମାତ୍ର ଜଳ ଭକ୍ଷି ଶରୀରେ ଜୀବ ଆତ୍ମା ରଖି। ପବନେ ନିଶ୍ୱାସ ଧାରଣେ କଠୋର ତପ ଆଚରଣେ। ଦୃଢ଼ ଆସନେ ବସି ଧୀରେ ଇନ୍ଦ୍ରିୟ ରୁନ୍ଧିଣ ଶରୀରେ। ସର୍ବ ବିଷୟ ରସ ତେଜି ହରି ଚରଣେ ଭାବେ ଭଜି। ମନ ଛଡ଼ାଇ ତିନି ଗୁଣେ ସମ୍ପାଦି ଗୋବିନ୍ଦ ଚରଣେ। ବିଜ୍ଞାନ ଆତ୍ମଜ୍ଞାନ ଭରି ଜୀବ ପରମ ଏକ କରି। ପ୍ରବେଶ କରି ଅଙ୍ଗ ଧରେ ନିବାର ଯେହ୍ନେ ଘଟିକାରେ। ପ୍ରାଣ ସ୍ଥାପିବ ପରବେଶେ ଯେ ଅବା ରହେ ଅବଶେଷେ। ନିର୍ଗୁଣ ମାୟା ନାଶ କରି ହେଳେ ତରଇ ଭବ ଭାରି। ନିର୍ଗୁଣ ମାୟା ନାଶ କରି ହେଳେ ତରଇ ଭବ ବାରି। ସର୍ବ ବିଷୟ ଯୋଗ ବଳେ ନିବାରି ଆସଇ ନିଶ୍ଚଳେ। ନିଶ୍ଚଳେ ସର୍ବ ପ୍ରାୟ ଲେଖି କିୟବା ଅନ୍ୟ ବିଘ୍ନ ଅଛି। ଆଜହୁଁ 5 ଦିନ ଅନ୍ତେ ପ୍ରାଣ ଛାଡ଼ିବେ ଯୋଗ ମତେ। ତପନ ତେଜେ ଗ୍ରୀଷ୍ମ କାଳେ ପବନ ଯୋଗେ ଦାବାନଳେ। ତପନ ତେଜେ ଗ୍ରୀଷ୍ମ କାଳେ ପବନ ଯୋଗେ ଦାବାନଳେ। ଦହନ ହୋଇବେ ଶରୀରେ ପତ୍ନୀ ଯେ ଥିବ ଅଭ୍ୟନ୍ତରେ। ତକ୍ଷଣେ ସ୍ୱାମୀ ଧରି କୋଳେ ଭସ୍ମ ସେ ହୋଇବେ ଅନଳେ। ତା ଦେଖି ବିଦୁର ଶରୀର ଭୟେ କମ୍ପିଲା ଥରହର। ହୃଦେ ସୁମରି ନର ହରି ବେଗେ ସେ ବନୁ ଅପସରି। ତୀର୍ଥ ସେ ବନେ ଅବଧାନ କହିଲେ ଶୁଣ ହେ ରାଜନ। ଏମନ୍ତେ ରାଜା ଆଗେ କହି
ତୁମ୍ଭରୁ ସଙ୍ଗେ ବୀଣା ବାଇ ଆକାଶ ମାର୍ଗେ ଗଲେ ମୁନି ଧର୍ମନନ୍ଦନ ତାହା ଶୁଣି ତତ୍ତ୍ୱବଚନ ହୃଦେ ଗୁଣି ବିଷ୍ଣୁର ମାୟା ପରିମାଣି ସର୍ବସଂଶୟ ଦୂର କରି ରାଜ୍ୟପାଳନେ ଜିତ ଭରି କହଇ ବିପ୍ର ଜଗନ୍ନାଥ ସୁଜନେ ଚିନ୍ତ କୃଷ୍ଣ ପଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା 82 ପ୍ରଥମ ସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ବାଦ ନାମ ତ୍ରୟୋଦଶୋऽଧ୍ୟାୟ। ଓମ୍ ନମୋ ଭଗବତେ ବାସୁଦେବାୟ।